ସାଇକେଲରେ ବୋହିଲେ ଶବ। ଖଇରା ଥାନା ହରିପୁର ଗାଁର ଘର ଛାତ ପକ୍କାକୁ କେନ୍ଦ୍ର କରି ପଡ଼ୋଶୀଙ୍କ ମାରଣାନ୍ତକ ଆକ୍ରମଣ। ଏହି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତ ମହିଳା ହେଲେ କମଳା ସେଠୀ। ପରିବାର ଲୋକ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଆଜି ଶବକୁ ସାଇକେଲରେ ନେଇ ଖଇରା ଥାନାକୁ ଯାଇଥିଲେ। ପୋଲିସ ସେମାନଙ୍କୁ ବୁଝାସୁଝା କରିବା ସହ ଆମ୍ବୁଲାନ୍ସ ଡକାଇଥିଲେ। ଶବକୁ ନେବା ପାଇଁ ହେଲେ ପରିବାର ଲୋକେ ଆମ୍ବୁଲାନ୍ସରେ ଶବକୁ ନ ନେଇ ସାଇକେଲରେ ବାନ୍ଧି ନେଇଥିଲେ। ଖବର ପ୍ରଚାରିତ ହେବା ପରେ ପୋଲିସ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏସ୍ପି ପ୍ରତ୍ୟୁଷ ଦିବାକର ଖଇରା ଥାନାରେ ପହଞ୍ଚି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ ଏବଂ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶବ ବୁହା ହଉଛି ସାଇକେଲରେ। ଏଥିରେ ସରକାର ଅପରାଗୀ, ସରକାର ମାନେ ନିକଟପି ନା ଆଇନ କାନୁନ ନିକଟପି ସେଇଟା ଆମେ ବୁଝିପାରୁନାହୁଁ। ସେଥିପାଇଁ ଆମେ ଶବ ବହୁଛୁ ସାଇକେଲରେ। ଘଟଣାଟି ହେଇଛି ଜମିବାଡ଼ି କେସ୍କୁ କେନ୍ଦ୍ର କରିକି ଝଗଡ଼ାଟି ହେଇଥିଲା। ହବା ଫଳରେ ଗୋଟେ ପିଲା 2 ଜଣଙ୍କୁ ହାଣି ଦେଇଛି। 2 ଜଣ ଭିତରେ ଜଣେ ମରିଯାଇଛି, ଆଉ ଜଣେ କଟକ ବଡ଼ ମେଡିକାଲରେ ପଡ଼ିଛି। କିନ୍ତୁ ଏ ପର୍ଯ୍ୟନ୍ତ ଥାନାବାଲା ଆସିଛନ୍ତି 2 ଥର ସତ, କିନ୍ତୁ କୌଣସି ମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଆମେ ତାଙ୍କ କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ, ଯାହାଫଳରେ ଆମେ ବର୍ତ୍ତମାନ ଶବ ନେଇକି ଯାଉଛୁ ଥାନା ଖଇରା। ଥାନା ଆଗରେ ଶୋଇକି ତାପରେ ସବୁ